ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ମର ଶରୀର ନିଜ ଜନ୍ମ ମାଟିରେ ଜନ୍ମଭୂମିରେ ପହଞ୍ଚି ଯାଇଛି। ପ୍ରଥମେ ଯେଉଁ ସ୍କୁଲର ଛାତ୍ରଛାତ୍ରୀମାନେ ଥିଲେ ସେମାନେ ଶେଷ ଦର୍ଶନ କରିଥିଲେ, ଶେଷ ବିଦାୟ ଜଣାଇଥିଲେ। ତାପରେ ପରେ ଶୋଭାଯାତ୍ରା କରାଯାଇକି ଗାଁରେ ତାଙ୍କର ଯେଉଁ ଜନ୍ମଭୂମି ରହିଛି, ତାଙ୍କର ଯେଉଁ ପୈତୃକ ଘର ରହିଛି, ସେହି ଘର ଅଭିମୁଖେ ବର୍ତ୍ତମାନ ମର ଶରୀରକୁ ନିଆଯାଉଛି ଏବଂ ସମସ୍ତଙ୍କ ଆଖିରେ ଲୁହ। ସମସ୍ତେ ଯେହେତୁ ସିଏ ଥିଲେ ଗାଁର ଗର୍ବ, ସାରା ଓଡ଼ିଶାର ଗର୍ବ, ତାଙ୍କର ବିୟୋଗରେ ସମସ୍ତେ ମ୍ରିୟମାଣ ହୋଇଯାଇଛନ୍ତି। ଆଜ୍ଞା, ଆପଣ ସାଙ୍ଗରେ ଧରିକି ଆସୁଛନ୍ତି, କ'ଣ କହିବେ? ଏ ମାଟିର ଗୋଟେ ଗର୍ବ ଏବେ ଲିଭି ଯାଇଛି। ଏ ମାଟିର ଗର୍ବ, ଓଡ଼ିଶାର ଗୋଟେ ହୀରା ଆଜି ଓଡ଼ିଶା ହରେଇଛି। ଆଜି ପୁରା ଓଡ଼ିଶାବାସୀ ଝୁରୁଛନ୍ତି। ଆଜି ପୃଥିବୀରେ ଯେତେ ଓଡ଼ିଆ, ଯେଉଁ ଜାଗାର ଓଡ଼ିଆ ମାନେ ଅଛନ୍ତି, ଆଜି ହ୍ୟୁମାନ ସାଗରକୁ ମିସ୍ କରୁଛନ୍ତି। ଆଉ ସେକେଣ୍ଡ ହ୍ୟୁମାନ ସାଗର କେବେ ପାଇବେ ନାହିଁ। ଓଡ଼ିଶା ଇଣ୍ଡଷ୍ଟ୍ରିକୁ, ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ, ଓଡ଼ିଶା ସଙ୍ଗୀତକୁ ହ୍ୟୁମାନ ଯେଉଁ ଗୋଟେ ନୂଆ ପରିଚୟ ଦେଇଥିଲେ, ହ୍ୟୁମାନ ଭଳିଆ ଆଉ କେବେ କେହି ଆସିପାରିବ ନାହିଁ। ଆଉ କିଏ କିଏ ଅଛନ୍ତି ସାଙ୍ଗରେ? ଆମ୍ବୁଲାନ୍ସରେ କିଏ କିଏ ସାଙ୍ଗରେ ଆସୁଛନ୍ତି? ତାଙ୍କ କାକା ଆସୁଛନ୍ତି, ତାଙ୍କ ଭାଇ ଅଛନ୍ତି, ମାମୁଙ୍କ ପୁଅ ଅଛନ୍ତି, ଆମେ ସମସ୍ତେ ଅଛୁ। ତାଙ୍କ ମା ବି ଆମ ସାଙ୍ଗେ ଥିଲେ, ସେ ଘରକୁ ପଳେଇଲେ। ଯେଉଁ ହିସାବରେ ହ୍ୟୁମାନ ଭାଇକୁ ଭଲ ପାଇବା ଦେଖାଯାଉଛି, ଆମେ ବାହାରିଲୁଣୁ ବହୁତ ପୂର୍ବରୁ କଟକରୁ। ପ୍ରତ୍ୟେକ ଜାଗାରେ ଏଭଳିଆ ଲୋକଙ୍କ ଭଲ ପାଇବା ଲୋକ ରହିଛନ୍ତି। ହ୍ୟୁମାନ ଭାଇକୁ ଦେଖିବାକୁ ଯୋଗିଛନ୍ତି, ତାଙ୍କ ଶେଷ ଯାତ୍ରାରେ ମିଳିବାକୁ ଯୋଗିଛନ୍ତି। ହ୍ୟୁମାନ ଭାଇଙ୍କର ଏଇ ଲାଷ୍ଟ ଶେଷ ଯାତ୍ରାରେ ପ୍ରତ୍ୟେକ ଲୋକ ସାମିଲ ହେବା ପାଇଁ ଇଏ କରୁଛନ୍ତି। ଆମେ କେମିତି କ'ଣ କାହାକୁ ମନା କରିପାରିବୁ? ଆଜ୍ଞା, ବର୍ତ୍ତମାନ ଏଠି କେତେ ସମୟ ରଖିବେ? ତାପରେ ଟିଟିଲାଗଡ଼ରେ କ'ଣ କାର୍ଯ୍ୟକ୍ରମ? ଆଜ୍ଞା, ତାଙ୍କ ଏଇଟା ହେଉଛି ତାଙ୍କ ମାଟି ଗାଁ। ତାଙ୍କ ପରିବାର ଲୋକ ରହୁଛନ୍ତି, ତା କାକା ରହୁଛନ୍ତି ଏଇଠି। ତାଙ୍କ ପରିବାର ବର୍ଗ ଦେଖିଲା ପରେ, ଏଇ ଗାଁର ଲୋକକୁ ଆମେ ଟିକେ ଶେଷ ଦର୍ଶନ କରେଇଦେଲା ପରେ ଆମେ ଟିଟିଲାଗଡ଼ରେ ତାଙ୍କର ଶୋଭାଯାତ୍ରା, ଗୋଟେ ଶେଷ ଶୋଭାଯାତ୍ରା ଗୋଟେ କାର୍ଯ୍ୟକ୍ରମ ରଖାହେଇଛି। ଆମେ ଟିଟିଲାଗଡ଼ ସିଟି ସ୍କୁଲଠୁ ତାଙ୍କୁ ଶେଷ ଶୋଭାଯାତ୍ରା ନେଇକି ଯିବୁ। ଦେଖନ୍ତୁ, ଟିଟିଲାଗଡ଼ ସିଟି ସ୍କୁଲରୁ ଶେଷ ଶୋଭାଯାତ୍ରାରେ ଅନ୍ତିମ ବିଦାୟ ଦିଆଯିବ। ଯିଏକି ସଙ୍ଗୀତ ଜଗତର ସମ୍ରାଟ ଥିଲେ, ଯାହାଙ୍କର କଣ୍ଠରେ ଯାଦୁ ଥିଲା, ସେ ନୀରବି ଯାଇଛନ୍ତି। ତାଙ୍କ ମର ଶରୀର ଆଜି ଗାଁକୁ ଆସିଛି। ଏମିତି ସମୟ ଥିଲା ଯେଉଁ ସମୟରେ ସେ ଗାଁକୁ ଆସୁଥିଲେ, ଗୀତ ଗାଇକି ଶୁଣାଉଥିଲେ, ସମ୍ପର୍କୀୟ ପରିଜନଙ୍କ ସହିତ କଥାବାର୍ତ୍ତା, ଖୁସି ମଜା କରୁଥିଲେ। ହେଲେ ଆଜି ସେ ନୀରବି ଯାଇଛନ୍ତି, ତାଙ୍କର ମର ଶରୀର ଗାଁକୁ ଆସିଛି। ଆଜ୍ଞା, ଦେଖୁଥିବେ, ସମ୍ପର୍କୀୟ ପରିଜନ କୁହନ୍ତୁ, ଗ୍ରାମବାସୀ କୁହନ୍ତୁ, ପାଖ ଆଖ ଗାଁରୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଜମୁଛି। ତା ସହିତ ଟିଟିଲାଗଡ଼ରେ ମଧ୍ୟ ତାଙ୍କର ଯେଉଁ ବାସଗୃହ ରହିଛି, ସେଠି ମଧ୍ୟ ଭିଡ଼ ରହିଛି। ଏବଂ ଏବେ ବର୍ତ୍ତମାନ ଯେଉଁ ତାଙ୍କର ପୈତୃକ ଜନ୍ମଭୂମି ରହିଛି, ଯେଉଁଠି ତାଙ୍କର ବଡ଼ ମା ଅଛନ୍ତି, ବଡ଼ ବାପା ଅଛନ୍ତି, ଯେଉଁମାନଙ୍କର କାନ୍ଦ ବୋବାଳିରେ ଆଜି ସକାଳୁ ହିଁ ଫାଟି ପଡ଼ୁଥିଲା ପୁରା ଗାଁ, ପୁରା ପରିବେଶ, ସେମାନେ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି। ଆମ୍ବୁଲାନ୍ସରେ ମର ଶରୀର ଆସୁଛି ଏବଂ ଶେଷ ଦର୍ଶନ କରିବେ। ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ସମସ୍ତଙ୍କ ଆଖିରେ ଲୁହ। ଯେଉଁ ସୁନା ପୁଅ, ଯେଉଁ ଗାଁର ସୁନା ପୁଅ, ଯେଉଁ ପୁଅକୁ ନେଇକି ଗାଁ ଗର୍ବ କରୁଥିଲା, ଜିଲ୍ଲା ଗର୍ବ କରୁଥିଲା, ରାଜ୍ୟ ଗର୍ବ କରୁଥିଲା, ସେ ଆଜି ନୀରବି ଯାଇଛନ୍ତି। ମାତ୍ର 36 ବର୍ଷ ବୟସରେ ସେ ଶିଖର ଛୁଇଁଥିଲେ ସଙ୍ଗୀତ ଜଗତରେ, କିନ୍ତୁ ଆଜି ଅଳ୍ପ ବୟସରେ ତାଙ୍କର ପରଲୋକ ହେଇଛି। ପରଲୋକ ପରେ ଇଏ ହେଉଛି ପରିବେଶ, ଦେଖୁଥିବେ, ଶୋକାକୁଳ ପରିବେଶ, କାନ୍ଦ ବୋବାଲିରେ ଫାଟି ପଡ଼ୁଛି। ସମ୍ପର୍କୀୟ ମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ୁଛି। ସେମାନଙ୍କ ସମସ୍ତଙ୍କ ଆଖିରେ ଲୁହ ସମ୍ଭାଳି ନାହିଁ। ସେମାନେ କେବେ ଭାବିନଥିଲେ ଯେ ତାଙ୍କର ସେ ପ୍ରିୟର, ଅତି ଆପଣାର ହ୍ୟୁମାନ ସବୁଦିନ ପାଇଁ, ଚିରଦିନ ପାଇଁ ସିଏ ନୀରବି ଯିବେ, ଆର ପାରିକୁ ଚାଲିଯିବେ। କେହି କେବେ ଭାବିନଥିଲେ। ଶୋକାକୁଳ ପରିବେଶ, ବର୍ତ୍ତମାନ ମର ଶରୀର ପହଞ୍ଚୁଛି ନିଜ ଜନ୍ମ ମାଟିକୁ। ଆଉ ବହୁ ସମୟ ଧରିକି ଅପେକ୍ଷା କରିକି ରହିଥିଲେ ଶେଷ ଦର୍ଶନ କରିବା ପାଇଁ ପରିବାର ପରିଜନ। ଏପଟେ ଦେଖିପାରୁଥିବେ, ତାଙ୍କର ଜଣେ ପିଉସୀ ନାନୀ ଯିଏ ଅଛନ୍ତି, ପିଉସୀ ନାନୀକୁ ସମ୍ଭାଳିବା କଷ୍ଟ ହିଁ ପଡ଼ୁଛି। ତା ସହିତ ତାଙ୍କର 80 ବର୍ଷର ଜଣେ ଜେଜେମା ଅଛନ୍ତି, ଯିଏକି ଆଜି ଏହି କଥା ଶୁଣିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡ଼ି ଯାଇଛି। ସିଏ ଶଯ୍ୟାଶାୟୀ ଅଛନ୍ତି ଭିତରେ। 80 ବର୍ଷର ଜେଜେମା ଯେତେବେଳେ ଶୁଣିଛନ୍ତି ଯେ ତାଙ୍କର ଅତି ପ୍ରିୟର ହ୍ୟୁମାନ ଆଉ ନାହାନ୍ତି, ବର୍ତ୍ତମାନ ନିଜର ଯେଉଁ ଜନ୍ମଭୂମି ରହିଛି, ଜନ୍ମ ମାଟି ରହିଛି, ପୈତୃକ ଘର ରହିଛି, ଘର ସମ୍ମୁଖରେ ପହଞ୍ଚି ଯାଇଛି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ ଅଛନ୍ତି ସଙ୍ଗୀତ ଜଗତର ସମ୍ରାଟ, ଯାହାଙ୍କ କଣ୍ଠରେ ଥିଲା ଯାଦୁ, ଯିଏ ଆଜି ନୀରବି ଯାଇଛନ୍ତି ସବୁଦିନ ପାଇଁ। ତାଙ୍କର ଏମିତି କିଛି ଗୀତ ଥିଲା, ଯେଉଁ ଗୀତକୁ ଶୁଣିକି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଥିଲା, କିନ୍ତୁ ଆଜି ଗୀତ ନୁହଁ,
ହ୍ୟୁମାନ ସାଗର ଆଜି ଶୋକ ସାଗରରେ ସମସ୍ତଙ୍କୁ ଭସାଇ ଦେଇଛନ୍ତି ଏବଂ ସେହି ଶୋକ ସାଗରରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ସମସ୍ତଙ୍କ ଭିତରେ ଦୁଃଖ। ଆଜ୍ଞା ଏବେ ପହଞ୍ଚି ଯାଇଛି ମରଶରୀର ଜନ୍ମ ମାଟିରେ, କ'ଣ କହିବେ? ହ୍ୟୁମାନ ନିଜେ ଯେତେବେଳେ ଆସୁଥିଲେ ଗୀତ ଗାଉଥିଲେ କଥା ହେଉଥିଲେ, ଆଜି କିନ୍ତୁ ସେ ନିରବି ଯାଇଥିଲେ। ଆଜ୍ଞା ହ୍ୟୁମାନ ଯେତେବେଳେ ଆସୁଥିଲା ସେତେବେଳେ ବି ଯେନ୍ ପ୍ରେମ ଥିଲା ଆଜି ତାର লীলা কলা পরে আজি বি যেন সে প্রেম রয়েছে আর অমর রহবা এটা এটা আমার ভাই আমার ড্যাং মাটির গৌরব লা আমার সঁতলা মাটির গৌরব লা আউ সে যেন কাম করি করে যাইছে সেটা চিরস্থায়ী রহবা। আমি আজি আমি হই তার ভাই যেহেতু মতো ছাড়ি করে যাইছে কিন্তু আজি যেন কাম করি করে যাইছে আমার ড্যাং মাটি আমার সাগর পরিবার লাগি আজি আমি সবুদিন লাগি তার লাগি ঋণী রহলু আর সুনিশ্চিত দুঃখ হয়েছে আমার পরিবার লাগি আজি ভাঙ্গি যাইছু আমার দিলর গোটে টুকরা খতরি যাইছে আর যেহেতু প্রভুঙ্ক দে না সেটা আমি তো কই নি পারু কিন্তু যেতেবেলে সে আসুলা আমার মাটিকে এন্তা লোক মহল বনাই করে আসুলা সে যেতেবেলে বি আসুলা সমস্ত খুশ করে যাওলা আজি আসিছে আউ যেন ভাইচারা প্রেম অছে ওড়িশাবাসী বলাঙ্গীর সঁতলা সমস্ত আউ চিরস্থায়ী রহলা অমর রহলা সে ভাই। দেখন্তু যাহা পরিবার সম্পর্কীয় কହୁଛନ୍ତି চিরদিন পাই অমর রহিবে হ্ୟୁମାନ। ତାଙ୍କର ଯେଉଁ ଗୀତର ଯାଦୁ ଥିଲା କଣ୍ଠର ଯାଦୁ ଥିଲା ତାକୁ କେହି ଭୁଲି ପାରିବେ ନାହିଁ। ସବୁଦିନ ପାଇଁ ଗୀତ ତାଙ୍କର ଅମର ହେଇଯିବ କିନ୍ତୁ ଆଉ ନୂଆ ଗୀତ ଶୁଣିବାକୁ ମିଳିପାରିବନି ଯେହେତୁ ସେ ନିରବି ଯାଇଛନ୍ତି। ଆଜ୍ଞା କେତେ ଦୁଃଖ ଲାଗୁଛି ଆଜି। आज तो वास्तव में सर माने हृदय कोह जो आम भाषा उठुना और ह्यूमान भाई थे एक अनन्य प्रतिभा जहाँकि आज आम हराए वास्तव में सब किसी आम हराई देला परिका लगुचे और विरह अकाल वियोग वास्तव में ऑल ओडिशा सारा आज कांदुचे और से निमंते ह्यूमान भाई को स्थान आउ कहीं पूरण करि पारिबे नाही यह आज गोटे क्वेश्चन है रोचे और ह्यूमान भाई आज आम हृदय अमर होकर रही ह्यूमान भाई और ह्यूमान सागर को आम वास्तव में आम हृदय मध्य साहित्य रखीचु और तंकर से समस्त हृदय साहित्य रखिंट ह्यूमान सागर को सी एवं स्मृति हो जाइछंती आउ से तांकर कंठर जादू नुआ गीत शुणा को मिलबनी किंतु जेते देइछंती फिल्म इंडस्ट्री को अन्य संगीत जगत को जहाँ तांकर अवदान रही ताहा केबे भूली हेबो नहीं अतुलनीय रहिबो अपूर्णनीय रहिबो। वर्तमान जन्ममाटी जन्मभूमि रे तांकर जो मर शरीर थिबा आम्बुलांस लगी एवं परिवार लोकंकर कांद बोवाली रे पूरा परिवेश एबे लुहर सागर रे भासी जाउची समस्त आखि रे लुह एवं वर्तमान देखुथिबे आपण आम्बुलांस रो गेट खोला जाइछि एवं ह्यूमान सागरंक मर शरीर को शेष दर्शन करबा पई समस्ते बहुत समय धरिक अपेक्षा करिकि थिले जणे परे जणे तांको परिवार रो संपर्कीय जाइकी शेष दर्शन करुछंती एवं शेष दर्शन करि सारिबा परे एम्बुलेंस रे तांको टिटलागढ़ नियाजिबो एवं टिटलागढ़ जो सिटी स्कूल रहिछि सिटी स्कूल रु शोभायात्रा रे नेहरू नगर को निया जाई सेठी तांकर ख्रीष्टीय धर्म अनुसार रीति नीति रे कबर दियाजिबो एवं देखुथिबे गाँ रे शोकाकुल परिवेश रहिछि परिवार परिजन कहंतु शुभेच्छु कहंतु संपर्कीय कहंतु समस्तंकर भिड़ हेछि गाँ रे आज सकाळु ही जड़े पर जड़े आसिकी एठी पहुँचुले भिड़ जमुला एवं परिवार लोके जाइकी शेष दर्शन करुछंती किए फूल हारटे नहीं जाउची फूलटे देकी शेष थर पाई दर्शन करुछंती एवं संगीत जगतर बादशाह आज नीरबी जाइछंती निज जन्म माटी रे मर शरीर पहुँची आउ किछि समय एठी रहिबा परे टिटलागढ़ नियाजिबो। केते दुख लागुची आज्ञा? बहुत दुख लगुच सर आमकी आम गोटे एंता सिंगर के हरे दिशु जे ह्यूमान सागर दादा जिते बेले 2012 रे वॉइस ऑफ ओडिशा जीति कर आसले से बेले तार आगरू तो बॉलीवुड सिंगर माने आसिक राज करथुले हमर हॉलीवुड म्यूजिक इंडस्ट्री रे हेले ह्यूमान दादा जिते बेले निया लगे सबु दबी गले ह्यूमान सागर दादा ना सबु आडे पूरा प्रचार उठला ई भलिया सॉन्ग गाउथिले ई भलिया लोग एंटरटेनमेंट करूथिले जे तांकर गीत सुनला कि नहीं कांदला लोग भी कांदी पकोथुला हैं हेले आज तांको गीत नाही तांकर गीत नहीं तांको झुरी के कांदुचन समस्ते कांदबे ना ई भलिया सिंगर के जदी हमें हरै देना बोले सारा ओडिशा कांदुची सारा ओडिशा गाए सारा भारत भी कांदबा सारा ओडिशा कांदुची समस्ते आज
ଝୁରୁଛନ୍ତି ହ୍ୟୁମାନ ସାଗରକୁ ଏବଂ ଶୋକାକୁଳ ପରିବେଶ ରହିଛି।